ତିଆରି ହଉଛି ଖାଲି କ୍ଷୀରର। ହଁ। ଯେତେବେଳେ ସର୍ଟ ପଡିବ ପୂଜା ପର୍ବାଣୀ ଭଲ ମନ୍ଦ ଦାମୀ ପାଉଡର ସେଟା ମିଶାଯିବ। ସେଟା ହରିୟାଣା ଲୁଧିଆନା ସେ ପାଉଡର ଗଭର୍ଣ୍ଣମେଣ୍ଟ ପାଉଡର। ସେ ପାଉଡର ମିଶେଇବା ଦ୍ୱାରା କଣ ହୁଏ? ପାଉଡର ମିଶାଇଲା ପରେ ସେଟା ଭଲ, କିନ୍ତୁ ଅଳ୍ପ ମିଶେଇଲେ ଧର 20 କିଲୋ କ୍ଷୀରର ଗୋଟେ ପାଉଡର ମିଶେଇଲେ ଭଲ ଆସିବ। ମାନେ କଣ ପାଇଁ ମିଶାଯାଏ? ମିଶେଇଯିବ ଧର ଆମର 10 କିଲୋ ଛେନା ଲାଗୁଛି, ତମେ 15 କିଲୋ ନବ, 20 କିଲୋ ନବ, ବାହାଘରିଆ ଆସିବ, କୋଉଠି ଆଣିବେ? ଗୋଟେ ଗାଈ 10 କିଲୋ କ୍ଷୀର ଦବ, ତମର 50 କିଲୋ କୋଉଠି ଆଣିବ? ସେଇ ତେଣୁ କରି ସେଇଟା ମିଶାଯିବ। ପରିମାଣ ଟିକେ ନିରସ ହବ ଆଉ ଭିଟାମିନ କମ ହବ ଆଉ। ସେଟା ପାରେକ୍ସନା କିଏ କହିଲୁ? ନୈବେଦ୍ୟ ପାଉଡର। ହଁ ଭଲ ପାଉଡର। ଆଚ୍ଛା, ଆପଣ ଏଠୁ କେତେ ଦିନ ଧରି ନେଲେଣି? ମୁଁ ନେନି 3 ବର୍ଷ କି 2 ବର୍ଷ ହବ। ଆମର ଦୋକାନ ଅଛି ଜାମଝାଟର, ଆଉ ନଉଛୁ ଏଇଠି ଆଉ। ଏଇ ଯୋଉ ଆପଣ ଛେନା ନଉଛନ୍ତି, ହଁ ଏଇ ଛେନାଟା ହଉଛି ଆପଣଙ୍କର କେମିତି କଣ କ୍ୱାଲିଟି କେମିତି କଣ ଅଛି? କ୍ୱାଲିଟି ଏଇଠି ଭଲ ଅଛି। ଆଗରୁ କଣ ଖରାପ? ଆଗରୁ ଯେତେବେଳେ ସିଜିନ ଆସିବ, ଧର ପୂଜା ପର୍ବାଣୀ, ରଜ କି ଅଷ୍ଟମୀ ଭଲ ମନ୍ଦ, ପାଉଡର ମିଶେଇବେ। ଯେତେ ବଡ ଯୋଉ ଦୋକାନୀ ଯୋଉ କ୍ଷୀର ବାଲା ହଉ ପାଉଡର ମିଶେଇବେ। ଆଚ୍ଛା, ଏଇ ଯୋଉ ଆପଣଙ୍କର ଏଇ ଯୋଉ ପରିସ୍ଥିତି ଯୋଉ କୋଉଭଳିଆ ଭାବରେ ରହିଛି ସବୁ ପନିର ଏଗୁଡିକ ଯୋଉ ଗଡିଆ ଉପରେ ରଖା ହେଇଛି, ପରିବେଶ ଟିକେ ସେଇଟା ପରିବେଶ ସେଇ କଳ ପାଣିଲ ଇଏ ମାନେ କାଟୁଛନ୍ତି ଟେବଲ ପାଣିଲ, ଇଏ ଛେନା ଥଣ୍ଡା ହବ ବୋଲିକି ଗଡିଆର ବସଉଛନ୍ତି, କିନ୍ତୁ ପ୍ରକୃତରେ ଗଡିଆରେ ବସିବା କଥା ନୁହେଁ, ତାଙ୍କ ଯନ୍ତ୍ର ଅଛି ବସେଇବା ପାଇଁ, ମାଡିଆ ଫାଡିଆ। ଧର ଆଜି ଗୋଟେ ଇଏ ପଡିଯିବ, ସିଏ ପଡିଯିବ, ସେଟା ପଡିଗଲା ମାନେ ଅସୁବିଧା। ଆମେ ମନା କରୁଛୁ ଗଡିଆରେ ବସେଇବ।